नमस्कार। बर्तमान मु जो पोखरी पाखे छिड़ा से एमती सेमती पोखरी नुह। जो दिन पंचसखा मैंने दासिया अग्नि परीक्षा नहीं जो पोखरी रे दासिया स्त्री की रथयात्रा देखते ये हूँ से पोखरी। बर्तमान आम दासिया पीठ आगे भक्त तब भगवान जो आम जो भक्त आम एत आज गोटे पुण्य दिन आम गोटे मोते बढ़िया दिन आज आम गोटे भक्त पाखे आसी पहुँचीचु। जो भक्त हाथ जे कम करी पेशा थिला गामुछा बुणी से बिकिबे आउ श्रीफल कि पठेबे ठाकुर पाखु गोटे थिला। जो भक्त हाथ जो देता नड़िया को जो पंडा मान हाथ में पठे से पंडा मान हाथ से जो भगवान नहीं आज धन्य निजे मन करूँ से भक्त जगार अच्छु। आसन देखा मंदिर दासिया विग्रह अच्छी महाप्रभु जगन्नाथ विग्रह अच्छी देखा भक्ति आम मजिजा। हाँ हाँ ठीक है प्रसाद हाथ ग्लास এইটা হচ্ছে তাଙ୍କର ମୁଖ୍ୟ ଏଠି ଅଛନ୍ତି।
ଅଛନ୍ତି ସାଇଡ଼ରେ ଅଛନ୍ତି ହେଲା ନୀଳ ଏ ନୀଳଚକ୍ର ହଁ ହଉ ସେ ଚକ୍ରରେ ଠାକୁର ଦର୍ଶନ ଦେଇଥିଲେ ଆଚ୍ଛା ସେ ଚକ୍ର ସେବେଠୁ ପୂଜା କରୁଛନ୍ତି। ଆଚ୍ଛା ଆଉ ତାଙ୍କର କ'ଣ କ'ଣ ଅଛି? ଦେଖନ୍ତୁ ଏଇଟା ହେଲା ତାଙ୍କର ତାକଟା ଛାଇ ପଡ଼ୁଛି ଏଇଟା ହେଲା ଦେଖନ୍ତୁ ଏଠି ଗୋଟେ ହୋଲ୍ ଦେଖୁଛନ୍ତି ଏଥିରେ ସେ ସୂତା କାଟିକିରି ତାଙ୍କ ତନ୍ତ ସାହାଯ୍ୟରେ ବୁଣାବୁଣି କରନ୍ତି। କୁଆଟି ମଧ୍ୟ ଏ ପୂଜା କରୁଛନ୍ତି। ଜଗନ୍ନାଥ ସେ ବାଟରୁ ଶିଳ ବାଟରୁ ଯୋଉ ତାଙ୍କ ସ୍ତ୍ରୀଙ୍କର ଯେଉଁ ବେସର ବଟାବଟି କରନ୍ତି ସେ ଶିଳ କୁଆଟି ମଧ୍ୟ ତାଙ୍କର କିମ୍ବଦନ୍ତୀ ଅଛି। ବହୁତ ଲୋକଙ୍କର ମାନସିକ ପୂରଣ ହେଉଛି। ଏ ଜିନିଷ ମଧ୍ୟ ତାଙ୍କର ତାଙ୍କ ହାତରେ କାରବାର କରୁଥିଲେ ତେଣୁକରି ଛୁଇଁକିରି ମଧ୍ୟ ଲୋକଙ୍କର ବହୁତ ମାନସିକ ପୂରଣ ହେଉଛି। ଏ ଜିନିଷ ସେ ବ୍ୟବହାର କରୁଥିଲେ ତାଙ୍କ ହାତ ଲାଗିଥିଲା ସେ ନିଜେ କାରବାର କରୁଥିଲେ ସେଥିପାଇଁ ସ୍ପର୍ଶ କରିହେବ? ହଁ କରିହେବ। প্রেম ধন জীবর নিষ্ঠার লাগি নন্দ সুত হরি ভুবনে প্রকাশ গুরু রূপ ধরি মহিমায় গুরু কৃষ্ণ পরি এক জানা দেশব সত্য পরিমাণ সত্য জ্ঞানে গুরু বাক্য যাহার বিশ্বাস অবশ্য তাহার ভয় ব্রজ ভূমে বাস যার প্রতি গুরু দেব অনপর সন ହଁ ଟିକେ ପରିଚୟ ଦିଅନ୍ତୁ। ମୋର ନାଁ ହେଉଛି ସୁରେନ୍ଦ୍ର ଦାସ। ଦାସିଆର 4 ଡିସମିଲ ଘର ଦିଅ ସ୍ୱାମୀ ସ୍ତ୍ରୀ 2 ଜଣ ଥିଲେ। ତାଙ୍କର ବୃତ୍ତି ହେଉଛି ଲୁଗା ଗାମୁଛା ବୁଣିବା। ସେ ଲୁଗା ଗାମୁଛା ବୁଣିକି ତାଙ୍କୁ ଭରଣ ପୋଷଣ କରନ୍ତି। ଖଣ୍ଡିଏ ଗାମୁଛା ବୁଣିକିରି ନେଇକି ଯାଇଥିଲା ବୁଲିବା ପାଇଁ ବିକ୍ରି କରିବା ପାଇଁକା। ଗୋଟେ ବ୍ରାହ୍ମଣର ନୂଆ ଗଛରେ ଗୋଟେ ନଡ଼ିଆ ଫଳିଥିଲା। ତାକୁ ବ୍ରାହ୍ମଣକୁ କହିଲା ଯେ ନଡ଼ିଆଟିକୁ ମୋତେ ଦିଅ, ମୁଁ ଜଗନ୍ନାଥଙ୍କ ପଠେଇବି, ତେଣୁ ଗାମୁଛା ଖଣ୍ଡିକ ନିଅ। ସେ ଗାମୁଛା ଖଣ୍ଡିକ ଦେଇକି ନଡ଼ିଆଟି ଆଣିକି ରଖିଥିଲା ପାଖରେ। ବ୍ରାହ୍ମଣମାନେ ଯାଉଥିଲେ ଜଗନ୍ନାଥ ଦର୍ଶନ କରିବା ପାଇଁକା। ଦାସିଆ ତାଙ୍କୁ ଯେତେବେଳେ ଭେଟିଲା ସେ ନଡ଼ିଆଟି ତାଙ୍କୁ ଦେଇକରି କହିଲା ଯେ ନଡ଼ିଆଟି ଜଗନ୍ନାଥଙ୍କୁ ଯାଚିବ, ଯଦି ହାତ ବଢ଼େଇକି ନେବେ ତାହେଲେ ତୁମେ ତାଙ୍କୁ ଦେବ, ଯଦି ହାତ ବଢ଼େଇକି ନ ନେବେ ତାହେଲେ ନଡ଼ିଆଟା ଫେରେଇ ଆଣିବ। ସେ ବ୍ରାହ୍ମଣମାନଙ୍କ ସବୁ କାମ ସରିଲା ପରେ ଜଗନ୍ନାଥଙ୍କ ପାଖକୁ ଯାଇକି ଗରୁଡ଼ ଖୁମ୍ବଠେଇକି ସେ ନଡ଼ିଆଟିକି ଯାଚିଲେ ପ୍ରଭୁଙ୍କୁ। ଯାଚିଲେ ଏମିତି ସେ ହାତ ବଢ଼େଇକି ନେଇଯାଇଥିଲେ। ସେଇଟା ଆମେ ଶୁଣାଶୁଣି କଥା ଅନୁଭବ କରୁଛୁ। ଆଉ ଗୋଟେ ଥର ଆମ୍ବ ତୋଳିକି ଜଗନ୍ନାଥଙ୍କ ମନ୍ଦିର ଠିକି ନେଇକି ଯାଇଥିଲା। ଅରୁଣ ଖୁମ୍ବଟି ଯେତେବେଳେ ବୋଝା ଆମ୍ବ ଥୋଇଦେଲା, ପୂଜକମାନେ ମାଗିଲେ ଦକ୍ଷିଣା ଦିଅ, ଆମେ ଭୋଗ କରିଦେବୁ। କାରଣ ଦକ୍ଷିଣା ପାଇଁ ମୋ ଘରେ ପଇସା ନାହିଁ। ନା ପଇସା ଯଦି ନାହିଁ ଆମ୍ବୁରି କାହିଁ ଏଠିକି ଯାଇଥିଲୁ? ନା ମୁଁ ପ୍ରଭୁଙ୍କ ପାଇଁ ଆଣିଛି, ପ୍ରଭୁଙ୍କର ଇଚ୍ଛା ହେବ ଯଦି ସେ ଖାଇବେ, ନହେଲେ ନ ଖାଇବେ। ମୁଁ ଆଉ ପଇସା ମୋ ପାଖରେ ଦକ୍ଷିଣା ପତ୍ର ନାହିଁ। ବହୁତ ସମୟ ଯେମିତି ଓଭର ରାତି ହେଲା, ଠାକୁର ପହଡ଼ କରି ପୂଜକମାନେ ଚାଲିଗଲେ। ତା ପରଦିନ ପହଡ଼ ଖୋଲିଲା ବେଳକୁ ଆମ୍ବ ଟାକୁଆ ଚୋପା ସିଂହାସନ ତଳେ ଗଦିଆ ହେଇଛି ବୋଲିକା ପୂଜକମାନେ ଦେଖିଲେ। ସେ ଭାବିଲେ ଏଇଟା କଥା ଆମେ ତ ଠାକୁରଙ୍କୁ ପହଡ଼ କରିଦେଇ ଗଲୁ, ପରିଷ୍କାର କରିଦେଇକି ଆଇଲା କୁଆଡ଼ୁ? ଆଚ୍ଛା, ଯେଉଁ ଲୋକଟା କହୁଥିଲା ଆମେ ପ୍ରଭୁଙ୍କ ପାଇଁ ଆମ୍ବ ଆଣିଛି, ଯାଇଲି ତା ବୋଝ ଦେଖିବା। ତା ବୋଝ ପାଖକୁ ଗଲାବେଳକୁ ସେ ଶୋଇଛି, ବୋଝରେ ଆଉ ଆମ୍ବ ନାହିଁ। ଏ କଥା ଯେତେ ପ୍ରୋପାଗାଣ୍ଡା ହେଲା, ପଞ୍ଚସଖା କାନରେ ଯେତେବେଳେ ପଡ଼ିଲା, ପଞ୍ଚସଖା ଜଗନ୍ନାଥଙ୍କୁ କହିଲେ ଦାସିଆ ଜଣେ ବଡ଼ ଭକ୍ତ, ତା ଜିନିଷ ତୁମେ ହାତ ବଢ଼େଇକି ସବୁ ନେଇଯାଉଛ, ଆମେ ଟିକେ ତା ହାତରେ ଦେଖା କରିକି କଥା ହୁଅନ୍ତୁ ନା, ଯାଉନା କେବେ କଥା ହେବ? ନା ତା ଘରଟା ତ କୁଆଡ଼େ ଆମେ ଜାଣିନୁ, କୁଆଡ଼େ ଯିବୁ ତା ଘର ପାଇବୁ? ନା ତୁମେ କ'ଣ ଚାହୁଁଛ? ନା ତୁମେ ନୀଳଚକ୍ର ଉପରେ ବସିକି ଯଦି ଆମ ବାଟ ଦେଖେଇ ଦେବ ତାହେଲେ ନା ବନିଷ୍ଠ କାହିଁକି ଗାଡ଼ିଆରେ ପକାଇଛ, ଗୋଠ ଗାଡ଼ିଆରେ? ନା ସେ ଗାଡ଼ିଆରେ ମୁଁ ପ୍ରଭୁଙ୍କ ସହିତ ଖେଳୁଛି।
ନା ପ୍ରଭୁ କ'ଣ ପାଣି ଭିତରେ ଅଛନ୍ତି? ସେ ବଂଶୀ ଟେକିଲା ବେଳକୁ ଜଗନ୍ନାଥ ତାଙ୍କ ଦୌଡ଼ିରେ ଲାଗିଛନ୍ତି। ତାପରେ ଜଗନ୍ନାଥଙ୍କୁ ଇଏ ପଞ୍ଚସଖାକୁ ଇଏ ପଚାରିଲା, ଆପଣମାନେ ତାହେଲେ ମୋ ହାତରେ କଥା ହେବା ପାଇଁକା ନୀଳଚକ୍ର ଉପରେ ଯେଉଁ ଜଗନ୍ନାଥଙ୍କୁ ବସେଇ ଦେଇ ଆସିଛନ୍ତି, ସେ ଇଏ ଖରାକୁ ତାଙ୍କୁ କେତେ କଷ୍ଟ ହେଉଛନ୍ତି ହେଉଥିବ ସେଇଟା ଅନୁଭବ କରିପାରୁଛନ୍ତି ତ? ସେ ପଞ୍ଚସଖା ଅବାକ ହେଲେ, ଇଏ କେମିତି ଜାଣିଲା ନୀଳଚକ୍ର ଉପରେ ଜଗନ୍ନାଥ ବସିଛନ୍ତି ଟିକା? ସେଥିରେ ୟାଙ୍କୁ ଦାସିବାକୁ କହିଲେ, ତାହେଲେ ତୁମେ ଏତେ କଥା ଜାଣିପାରୁଛ, 10 ଅବତାର ଏ ଗାଡ଼ିଆ ପାଣିରେ ଦେଖେଇ ପାରିବ କି? ସେ ପଞ୍ଚସଖାକୁ 10 ଅବତାର ସେ ଗାଡ଼ିଆ ପାଣିରେ ଦେଖେଇଥିଲା ବୋଲିକା ଆମେ ଶୁଣିଛୁ ପୁରୁଣା ଲୋକଙ୍କଠୁ। କିନ୍ତୁ ଅନୁଭବ କରୁଛୁ ସେ ଗଡ଼ିଆ ପାଣିରେ ଗେଣ୍ଡା ନାହିଁ କି ଶାମୁକା ନାହିଁ। ଯିଏ ସେ ମାନସିକ କରିକି ସେ ପାଣି ଛିଞ୍ଚି ହେଉଛି, ତା ମାନସିକ ପୂରଣ ହେଉଛି। ତା ସ୍ତ୍ରୀକି ସେ ଗାଡ଼ିଆ ରଥଯାତ୍ରା ଦେଖେଇଥିଲା, ଆଉ ଏବେ ସେ ଗାଡ଼ିଆ ପାଣି ଯିଏ ଛିଞ୍ଚି ଯାଉଛି ତା ମାନସିକ ପୂରଣ ହେଉଛି। ସେଇଟା ଆମେ ଅନୁଭବ କରିପାରୁଛୁ। ଆଉ ସେ ଗଡ଼ିଆ ପାଣିରେ ଗେଣ୍ଡା ନାହିଁ, ଶାମୁକା ନାହିଁ, କଙ୍କଡ଼ା ନାହିଁ, କିଛି ନାହିଁ, ଖାଲି ଶାଳ ମାଛ ଗୁଡ଼ି ଅଛନ୍ତି। ସେଠୁ ଜନ୍ମ ହୋଇ ପ୍ରଭୁଙ୍କ ପାଦେ ଲୟ ଥାଇ, ଦାସିଆ ଗାମୁଛା ବୁଣିଣ ହୁଅଇ ଭରଣ ପୋଷଣ। ଗାମୁଛା ଖଣ୍ଡି ହସ୍ତେ ଧରି ବୁଲଇ ଗ୍ରାମେ ଘୂରି ଘୂରି, ବ୍ରାହ୍ମଣ ଗୋସାଇଁଙ୍କ ଘରେ କହଇ ତାର ଶୋଇଛାରେ। ଏ ନୂଆ ଶ୍ରୀଫଳ ଗୋଟି ଦିଅ, ଗାମୁଛା ଖଣ୍ଡି ତୁମେ ନିଅ। ଶ୍ରୀଫଳ ଗୋଟି ରଖିଥିଲା, ଦିନେ ତା ସୁଯୋଗ ଆସିଲା। ବ୍ରାହ୍ମଣ ମାନେ ଯାଉଥିଲା, ତାହାଙ୍କୁ ଭେଟିଲା, ତାହାଙ୍କୁ ବୁଝାଇ କହିଲା। ଶ୍ରୀଫଳ ଗୋଟି ତାଙ୍କୁ ଦେଇ, ତାହାଙ୍କୁ ଯୋଡ଼ ହସ୍ତ ହୋଇ, ସେ ଯେବେ ସହସ୍ତ ବଢ଼ାଇ, ହାତରୁ ନେବେ ତ ଛଡ଼ାଇ, ତାହେଲେ ତାଙ୍କୁ ଦେଇଦେବ, ନୋହିଲେ ଫେରସ୍ତ ଆଣିବ। ବ୍ରାହ୍ମଣମାନଙ୍କର ସବୁ କାମ ସରିଲା ପରେ ମନେ ପଡ଼େ ବାଲିଗାଁ ଦାସ, ନିଅନ୍ତୁ ପ୍ରଭୁ ପୀତବାସ। ଗରୁଡ଼ ସ୍ତମ୍ଭଠାରେ ରହି, ନିଅନ୍ତୁ ପ୍ରଭୁ ଭାବଗ୍ରାହୀ। ଶ୍ରୀଫଳ ଗୋଟି ହସ୍ତେ ଧରି, ନିଅନ୍ତୁ ପ୍ରଭୁ ନରହରି। ଶୂନ୍ୟରୁ ହସ୍ତେ କହିଲା, ଶ୍ରୀଫଳ ଗୋଟି ଶୂନ୍ୟ ଗଲା। ଶ୍ରୀଫଳ ଗୋଟି ଗଲା ପରେ, ବ୍ରାହ୍ମଣ ଭାବ ବିହଳରେ। ଧନ୍ୟ ତୁ ଦାସିଆ, ଧନ୍ୟ ତୋ ପିତା, ଧନ୍ୟ ମା। ସୁରେନ୍ଦ୍ର ଲେଖିଲାଟି ଏହା, ଏଥକୁ ଜଗନ୍ନାଥ ସାହା। ମୋର ଆଜ୍ଞା ସୁରେନ୍ଦ୍ର। ମୋ ଗୁରୁ ହେଲେ ଶ୍ରୀ 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 108 ଶ୍ରୀ ଧରଣୀଧର ଦାସ। ମୁଁ ତାଙ୍କର ଶିଷ୍ୟା, ମାନେ ଝିଅ। ମୋ ନାଁ ଯମୁନା ଦାସ। ସାଇଡ଼ରେ ସବୁ ରହିଛନ୍ତି। ଏବେ ଆମର ବାବା ଯେତେବେଳେ ଆମେ ଚାଲିଗଲେ, ପ୍ରଥମେ ଦାସରଥ ଦାସ, ସନାତନ ଦାସ, ବଳଧର ଦାସ, କୃଷ୍ଣ ଦାସ, ନରହରି ଦାସ, ବିନୟ ଦାସ, ଧରଣୀଧର ଦାସ। ଏ ରାଧାମୋହନ ମଠ ଦାସିଆଙ୍କ ମୂଳରୁ ଏଇଠା ମଠରେ ସ୍ଥାପିତ ହୋଇଛନ୍ତି। ଇଏ ହେଲା ଏଠି ଦାସିଆଙ୍କର ସମାଧି ପୀଠ। ଏଠି ତାଙ୍କର ସେଇଠି ଜନ୍ମ ହୋଇଥିଲେ, ସେ ଚାଲିଗଲା ପରେ ତାଙ୍କୁ ସେଇଠି ସମାଧି ଦିଆଯାଇଛି। ଏ ପୋଖରୀ ବିଷୟରେ କ'ଣ କହିବେ? ପୋଖରୀରେ ମହାତ୍ମା ହେଲା, ଏଇଠି ପଞ୍ଚସଖା ଭକ୍ତି ପରୀକ୍ଷା କରିବାକୁ ଆସିଥିଲେ ଦାସିଆଙ୍କୁ। ଅଚ୍ୟୁତ, ଅନନ୍ତ, ଯଶବନ୍ତ, ବଳରାମ, ଜଗନ୍ନାଥ ଦାସ ଏଇଠି ଆସିଥିଲେ ପରୀକ୍ଷା କରିବା ପାଇଁ। ଏଠି ତେଣୁକରି ଯଦି ସେ ପୋଖରୀରେ ମହାତ୍ମା ଅଛି, ସେ ପୋଖରୀରେ ଯାହାର ଦେହ ଜ୍ୱର ହେଉଥିବ, ମଧ୍ୟ ଚର୍ମରୋଗ ହେଉଥିବ, ସେ ପୋଖରୀରେ ଗାଧେଇ ପଡ଼ିଲେ, ଆଉ ମଠ ରାଧାମୋହନ ମଠର ଗୋଟେ ପୂର୍ବରୁ ରହିଛି କାଞ୍ଜି ପାଣି। ସେ ଗାଧେଇବ ମୁଣ୍ଡ ଧୋଇକି, ଆଉ ତାର ବିପରୀତ କାଞ୍ଜି ପାଣି ପିଇବ, ଏ ରୋଗ ମୁକ୍ତ ହେଉଛନ୍ତି। ଏଠି କାଞ୍ଜି ପାଣି ମଧ୍ୟ ଏବେ ସୁଦ୍ଧା ହେଲାଣି, ସବୁବେଳେ ଚାଲିଛି। ଯଦି କାଞ୍ଜି ପାଣି ଟିକେ ଦେଖିବା, କାଞ୍ଜି ପାଣି ଟିକେ ପିଅ, ସେ କାଞ୍ଜି ପାଣି ସବୁବେଳେ ଲୋକ ଯିଏ ଜାଣିଛନ୍ତି ସେ କାଞ୍ଜି ପାଣି ମଧ୍ୟ ଖୋଜିକିରି
ଖାଉଛନ୍ତି ପିଉଛନ୍ତି ଗଡ଼ିଆରେ ପାଣି ଛିଞ୍ଚଉଛନ୍ତି ଗାଧଉଛନ୍ତି ପାଣି ପାଣି ପିଇକିରି ରୋଗ ଭଲ ହେଉଛି। ଏଠି ଆଉ ଗୋଟେ ପୁରୁଣା କିମ୍ବଦନ୍ତୀ ରହିଛି ବହୁତ ପୁରୁଣା ତାଙ୍କର ନୀଳଚକ୍ର ଅଛନ୍ତି ସେ ଚକ୍ରରେ ମଧ୍ୟ ଦର୍ଶନ ଦେଉଥିଲେ ଭକ୍ତଙ୍କୁ। ସେ ଚକ୍ର ଅଛନ୍ତି ତାଙ୍କର ସୂତା କଟା ଜିନିଷ ମଧ୍ୟ ଏଠି ପୂଜା ପାଉଛନ୍ତି ଯେଉଁଥିରେ ଅରଣ୍ୟରେ ସୂତା କାଟୁଥିଲେ ଗାମୁଛା ବୁଣିକିରି ଦାସିଆ ତାଙ୍କର ପ୍ରଥମ ଫଳଟି ଶ୍ରୀଫଳ ଗାମୁଛା ଦେଇକିରି ସେ ଶ୍ରୀଫଳଟି ନେଇଥିଲେ ବ୍ରାହ୍ମଣ ଗାଦିରେ। ସେ ବ୍ରାହ୍ମଣ କହିଥିଲେ ଠାକୁର ଯଦି ହାତ ବଢ଼େଇକି ନେବେ ତାହେଲେ ନଡ଼ିଆ ଦେବେ, ନାହିଁ ତ ମୋ ନଡ଼ିଆ ଆଣିକି ମୋତେ ଫେରେଇ ଦେବେ। ସେ ଗାମୁଛା ବୁଣିକି ଯେଉଁ ଯନ୍ତ୍ରରେ ଗାମୁଛା ବୁଣୁଥିଲେ ସେ ଯନ୍ତ୍ର ମଧ୍ୟ ଏବେ ସୁଧାରଣୀ ପୂଜା ପାଉଛନ୍ତି। ଏ ହେଲା ରାଧାମୋହନ ମଠର ଏ ମଠର ମୁଁ ଶିଷ୍ୟା ମୋ ନାଁ ଯମୁନା ଦାସୀ। ଜୟ ରାଧେ 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 ରାଧେ। ଠାକୁରଙ୍କର ସମାଧିପୀଠ ତାଙ୍କର ଯେଉଁଟା ବାସଗୃହ ଥିଲା ବର୍ତ୍ତମାନ ସେଇଟା ତାଙ୍କର ସମାଧିପୀଠ ହେଇଛି। ଏଠି ଗୋଟେ ବଡ଼ କଥା ହେଉଛି ଆପଣ ଭକ୍ତଙ୍କୁ ଆଗେ ଦର୍ଶନ କରିବେ, ତାପରେ ଭଗବାନଙ୍କୁ ଦର୍ଶନ କରିବେ। ଭକ୍ତଙ୍କ ଆଗରେ ଭଗବାନ ବଡ଼, ଭଗବାନଙ୍କ ଆଗରେ ଭକ୍ତ ଆହୁରି ବଡ଼। ଦେଖନ୍ତୁ ଇଏ ହେଉଛନ୍ତି ସେ ଦାସିଆ ବାଉରୀ ଯାହାର ଏକ ବିଗ୍ରହ ପ୍ରତିଷ୍ଠା କରାହେଇଛି। ସେ ଏକ ଶ୍ରୀଫଳ ଧରିଛନ୍ତି ତାଙ୍କ ହସ୍ତରେ ଏବଂ ସେ ଶ୍ରୀଫଳଟି ମୁହଁ କରି ରହିଛନ୍ତି ଜଗନ୍ନାଥଙ୍କ ଆଗରୁ। ମହାପ୍ରଭୁ ତାଙ୍କ ହାତରୁ ଯେମିତି ନେଇଥିଲେ ସେ ସେମିତି ଅପେକ୍ଷା କରି ତାଙ୍କୁ ରହିଛନ୍ତି ନେବା ପାଇଁ। ସେ ହେଉଛନ୍ତି ପ୍ରଭୁ ଜଗନ୍ନାଥ ଭକ୍ତ ଭାବରେ ବନ୍ଧା। ତେଣୁ ଭକ୍ତି ବଳରେ ସବୁ କିଛି ମିଳିପାରିବ। ଆପଣମାନେ ଯେତେ ଭକ୍ତି କରିବେ ସେମିତି ଗୋଟେ ଭଲ ମଣିଷ ହେଇ ଗଢ଼ି ଉଠିବେ। ଜୟ ଜଗନ୍ନାଥ।